କାହାଣୀ ସଦ୍ଗୁରୁ ପ୍ରାପ୍ତି। 1888 ମସିହାରେ ଭକ୍ତ ତାରାକିଶୋର ଚୌଧୁରୀ କଲିକତା ନ୍ୟାୟାଳୟରେ ଯୋଗଦେଲେ। ନିଜର ବିଭୁଦତ୍ତ ପ୍ରତିଭା ଯୋଗୁଁ କଲିକତା ଆଇନଜୀବୀଙ୍କ ମଧ୍ୟରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଆଇନଜୀବୀ ହେବା ସତ୍ତ୍ୱେ ସେ ପ୍ରତିଦିନ ଗଙ୍ଗାରେ ସ୍ନାନ କରି ତାହାରି କୂଳରେ ଜପଧ୍ୟାନ କରନ୍ତି। ପ୍ରାର୍ଥନାରେ କୁହନ୍ତି, ହେ ମା ଗଙ୍ଗେ, ମୁଁ କ'ଣ ସତରେ ଏତେ ପାପୀ? ତୁମର ପାପନାଶିନୀ ପବିତ୍ର ଜଳ ମୋତେ କ'ଣ ଶୁଦ୍ଧ କରିପାରିବ ନାହିଁ? କ'ଣ ମୋର ପାପକୁ କ୍ଷୟ କରିପାରିବ ନାହିଁ? ଆଧ୍ୟାତ୍ମିକ ଜୀବନର ଉପଲବ୍ଧି ପାଇଁ କ'ଣ ମୋତେ ସଦ୍ଗୁରୁ ମିଳିବେ ନାହିଁ? ସତରେ ସଦ୍ଗୁରୁ ବିନା ମୋର ଜୀବନ କ'ଣ ବ୍ୟର୍ଥରେ କଟିଯିବ? ଏଭଳି ଅନେକ ଦିନ ଧରି ଅନ୍ତଃବେଦନା ମା ଗଙ୍ଗାଙ୍କୁ ଜଣାଉଥିବା ସମୟରେ ଦିନେ ଏକ ଚମତ୍କାର ଦୃଶ୍ୟ ଦେଖିଲେ। ମା ଗଙ୍ଗାଙ୍କର ଉଦ୍ଗମ ସ୍ଥଳ ଗୋମୁଖ। ସେଠାରେ ଉମା ମହେଶ୍ୱର ପ୍ରକଟ ହେଲେ। ପ୍ରଭୁ ମହେଶ୍ୱର କହିଲେ, ବତ୍ସ ତାରାକିଶୋର, ମୁଁ ଗୋଟିଏ ଏକାକ୍ଷରୀ ମନ୍ତ୍ର ପ୍ରଦାନ କରୁଛି। ଏହି ମନ୍ତ୍ରଟି ଜପ କଲେ ଅଚିରେ ସଦ୍ଗୁରୁ ପ୍ରାପ୍ତ ହେବେ। ଏକଥା କହିବା ପରେ ତତ୍କ୍ଷଣାତ୍ ସମସ୍ତ ଦୃଶ୍ୟ ଅନ୍ତର୍ହିତ ହୋଇଗଲା। ଏହାପରେ ତାରାକିଶୋର ସେହି ଏକାକ୍ଷରୀ ଜପ କରି ସଦ୍ଗୁରୁ କାଠିଆ ବାବାଙ୍କୁ ପ୍ରାପ୍ତ ହେଲେ। ଏହାପରେ ଜୀବନରେ ସିଦ୍ଧି ଲାଭ କରି ଶେଷରେ ସନ୍ଥ ଦାସ ମହାରାଜ ରୂପେ ସାଧୁ ସମାଜରେ ପରିଚିତ ହେଲେ।